କିଛି ନା କିଛି ଗଲା ଓଡ଼ିଶା ଗଲା। ଏଇଥିରେ ତମେ ସନ୍ତୁଷ୍ଟ ହେଇ ରହିବ। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ତାଙ୍କ ଦୟାରେ ଯାହା ରାଜ୍ୟର ବିକାଶ ହେବ। ଆଉ ଭାରତ ସରକାର ଉପରେ ବିଶ୍ୱାସ ନାହିଁ। ତାଙ୍କ ସଭାପତି ନଡ୍ଡା 4 ଦିନ ତଳେ ପୁରୀରେ କହିଲେ ସ୍ପେଶାଲ ପ୍ୟାକେଜ ଦିଆଯିବ। କୁଆଡ଼େ ଗଲା ସେ ସ୍ପେଶାଲ ପ୍ୟାକେଜ? ଏଇଟା ଖୋଜୁଥିବ ମହାନଦୀରେ ଯେଉଁ ବନ୍ଧ 17,000 କୁଆଡ଼େ ଗଲା? ଲଜ୍ଜା। 5-6ଟି ରାଜ୍ୟ ପାଇଁ 25,000 କୋଟି ଟଙ୍କାର ଥିଲା, କିନ୍ତୁ ସେ ପଇସା ତ ଓଡ଼ିଶାକୁ କିଛି ମିଳିଲାନି। କିଛି ନାହିଁ, କେଉଁ ପଟେ ନାହିଁ। ଓଡ଼ିଶାକୁ ଅଣ୍ଡର ଏଷ୍ଟିମେଟ୍ ସେ କରୁଛନ୍ତି। ଓଡ଼ିଶା ନେତାଙ୍କୁ ଅଣ୍ଡର ଏଷ୍ଟିମେଟ୍ କରୁଛନ୍ତି। 4 ଦିନ ତଳେ ନଡ୍ଡା କହିଗଲେ ପୁରୀରେ ସ୍ପେଶାଲ ପ୍ୟାକେଜ ଦେବୁ। କାହିଁ କୁଆଡ଼େ ଗଲା ସେ ପ୍ୟାକେଜ? ଲଜ୍ଜା। ରାହୁଲ ଗାନ୍ଧୀ କହୁଛନ୍ତି ଏଇଟା ବିଜେପିର କୃଷି ବଞ୍ଚାଅ। ଏକଦମ ବଢ଼ିଆ କହୁଛି। ରାହୁଲ ଗାନ୍ଧୀ ମାନିବାକୁ ପଡ଼ିବ। ସେ ପ୍ରଧାନମନ୍ତ୍ରୀ ପାଇଁ ଏଲିଜିବୁଲ୍ ହେଇଗଲେଣି। ଦୂରଦୃଷ୍ଟି ବଢ଼ିଗଲାଣି। ସୁନ୍ଦର ତାଙ୍କର ଅଭିଭାଷଣ, ସୁନ୍ଦର କମେଣ୍ଟ, ବଢ଼ିଆ। ତା ମୁହଁ ବି ଗ୍ଲେଜ୍ ବଢ଼ିଲାଣି। ଭାରତ ପ୍ରଧାନମନ୍ତ୍ରୀ ମୁହଁ ବଢ଼ିଆ ଦେଖାଗଲାଣି। ୟାର ମୁହଁ ମୋଦିର ଶୁଖି ଗଲାଣି, ଗାଲ ପଡ଼ିଗଲାଣି। ଆଉ ସେ ଯେମିତି ରାହୁଲ ଗାନ୍ଧୀ ଦେଖୁଛି ତାକୁ 2-3 ଥର ପରିସ୍ରା ହେଇଯାଉଛି। ଦୁଃଖିତ ଓଡ଼ିଶାବାସୀଙ୍କ ପାଇଁ ପୁରା କଣ୍ଟା ବାଜିଲା। ଏ ଅପାରଗ ସରକାର ଏ ବଜେଟ୍ରେ ଓଡ଼ିଶାର ବିକାଶ ପାଇଁ କିଛି ନାହିଁ। ଲଜ୍ଜା, ଘୋର ଲଜ୍ଜା। ହଁ, କାଳେ ପଳେଇବେ ତାଙ୍କୁ ରଖିବା ପାଇଁ, କିନ୍ତୁ ଏଠି 20 କାହିଁ ହକ୍ ଓଡ଼ିଶାର ଦାବି ଭରି ଯାଉଛୁ। ଆମେ ରୁଆ ରୁଇ ହେଇପାରୁନି, ବଛା ଖେଳା ହେଇପାରୁନି। ପାଣିର ଘୋର ଅଭାବ। ଆମେ ଡିମାଣ୍ଡ କରିଥିଲୁ ଭାରତ ସରକାର ଉପରେ ଏଇ ବଜେଟ୍ରେ ମହାନଦୀର ତଳେ 11ଟା ବନ୍ଧ କରିଦିଅ। 17,000 କୋଟି ଟଙ୍କା ପଡ଼ିବ। ପାଣି ରହିଲେ ଓଡ଼ିଶାବାସୀ ମଧ୍ୟ ପାଣି ପିଇବେ। କିଛି ନାହିଁ।